ନୀଳଗିରି ଏନ୍ଏସି ଅଧ୍ୟକ୍ଷଙ୍କ ବିରୋଧରେ ଆଗାମୀ 27 ପୁନର୍ବାର ଅନାସ୍ଥା। ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କୁ ନିଜ ପଦବୀରୁ ହଟାଇବା ପାଇଁ ଗତ ଜୁଲାଇ 30 ତାରିଖରେ ଏକ ପ୍ରସ୍ତାବ ଆଣି ଅଗଷ୍ଟ 5 ତାରିଖରେ ବିଜେପି ଏବଂ ସମର୍ଥିତ 11 ଜଣ କାଉନ୍ସିଲର ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେ। ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଗୁରୁତ୍ୱର ସହ ନେଇ ଅଗଷ୍ଟ 14 ତାରିଖରେ ଏନ୍ଏସି ସଭାଗୃହରେ ଏକ ବୈଠକରେ ଆହ୍ୱାନ କରିବା ସହିତ ଦରକାର ପଡ଼ିଲେ मतदान कराଯିବାର ନିର୍ଦ୍ଦେଶନାମା ସମସ୍ତ କାଉନ୍ସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଅଗଷ୍ଟ 12 ତାରିଖରେ ଅଧ୍ୟକ୍ଷା ଏହା ବିପକ୍ଷରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହେବା ପରେ ନ୍ୟାୟାଳୟ ଉକ୍ତ ମାମଲାରେ ରହିତାଦେଶ ଜାରି କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର 5 ତାରିଖରେ ଏହାର ଚୂଡ଼ାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାୟୀ ସ୍ୱାଧୀନତା ପ୍ରଦାନ କରାଯାଇଥିଲା। उक्त आदेश को पालन कर आसंता सेप्टेम्बर मास 27 तारिख नीलगिरी विज्ञापित अंचल परिषद सभागृह पूर्वाह्न 11 घटिका ठारू मध्याह्न 12 घटिका पर्यंत प्रस्तावित संकल्प उपर आलोचना करा सह 12:10 मिनिट्रे मतदान एवं 12:30 मिनिट्रे फलाफल प्रकाश करने को बालेश्वर जिलापाल तथा जिला दंड अधिकारी निर्देशनामा जारी करने सह एहार एकत्रित नकल समस्त काउंसिलर, निर्वाही अधिकारी, अध्यक्षा एवं नीलगिरी उपजिलापाल को प्रेरण कर जनापड़ी। नीलगिरी प्रफुल्ल महांती रिपोर्ट, बीई न्यूज ओडिशा।